ପିଲାମାନେ ଆଜି ଗୋଟେ ବଢ଼ିଆ ଗଣିତ ଖେଳଟେ ଖେଳିବା। ସେ ଖେଳର ନାଁ ହେଉଛି ଯୋଗକ୍ରିୟା ଖେଳ ହେଲା। ଆମେ ପିଲାମାନେ ଯୋଗକ୍ରିୟା ପଢ଼ୁଛେ ବିଦ୍ୟାଳୟରେ, ଘରେ ବି ମଧ୍ୟ ପଢ଼ୁଛେ, ପାଟିରେ ମଧ୍ୟ ହିସାବ କରୁଛେ। ତେଣୁ ମୁଁ ଗୋଟେ ସଂଖ୍ୟାର ନାଁ କହିବି। ଯେଉଁ ସଂଖ୍ୟାଟି କହିଥିବି ମୋ ପାଖରେ ଯେଉଁ ଶିଶୁ ବସିଛନ୍ତି ସେ ବର୍ତ୍ତମାନ କେତେରେ କେତେ ମିଶିଲେ ସେଇ ସଂଖ୍ୟାଟି ହେଉଛି ତାକୁ କାଢ଼ିକି ଦେବେ। ଏବେ ମୁଁ ଦେଉଛି ସଂଖ୍ୟା 8। ସଂଖ୍ୟା 8 କାଢ଼ିବା। କେତେରେ କେତେ ମିଶିଲେ 8? ଦୁଇ ହାତରେ ଦେଖେଇଦେବା। 4ରେ 4 ମିଶିଲେ 8। ଏଇ 8ଟିକୁ ରଖିଦେବା ଆଙ୍କ ପାଖରେ। ଆଉ କେଉଁଟା ହେବ? 5ରେ 3 ମିଶିଲେ 8। ଦୁଇ ହାତରେ ଟିକେ ଟେକିକି ଦେଖେଇଦେବା। 4 4 8, 5 3 8। ସୁନା ଝିଅ, ଏବେ ଉତ୍ତର ରଖିଦେବା। ତାପରେ ଏବେ ମୁଁ ଆଉ ଗୋଟେ ସଂଖ୍ୟାଟି ଦେବି। ଆଉ ଗୋଟେ ସଂଖ୍ୟା ଦେଉଛି। ଏବେ ଦେଲି ସଂଖ୍ୟା 7। ସଂଖ୍ୟା 7 ବାହାର କରିବା। 4 3 7 କେତେ ହେଲା? 4 3 7। ତାପରେ ଏଇଟାକୁ ଧରିବା। 5ରେ 2 ମିଶିଲା 7 ହେଲା। 4 3 7, 5 2 7 ହେଲା। ପିଲାମାନେ ଯୋଗକ୍ରିୟା ଜାଣିପାରିଲ ହେଲା।